ଆଜିର ଅମୂଲ୍ୟ ବାଣୀ। ଜୀବନରେ ଏକା ବଞ୍ଚିବାକୁ ଶିଖ। ଜୀବନର ପଥରେ ସବୁବେଳେ ସାଥୀ, ସହାୟତା କିମ୍ବା ହାତ ଧରି ଚାଲୁଥିବା ଲୋକ ମିଳିବା ସମ୍ଭବ ନୁହେଁ। ଜୀବନରେ କେତେବେଳେ ଏମିତି ଅବସ୍ଥା ଆସେ, ସେତେବେଳେ ସବୁ ସାଥୀ ଛାଡ଼ିଯାଆନ୍ତି, କେହି ସାଥିରେ ନଥାନ୍ତି, କେହି ଶୁଣିବାକୁ ନଥାନ୍ତି। ସେହି ସମୟରେ ତୁମକୁ ନିଜେ ନିଜର ସାଥୀ ହେବାକୁ ପଡ଼େ। କେତେକ ରାସ୍ତା, କେତେକ ସ୍ୱପ୍ନ, କେତେକ ଲକ୍ଷ୍ୟ ତୁମକୁ ଏକାରେ ହିଁ ଚାଲିବାକୁ ପଡ଼ିବ। ଲୋକେ ତୁମର ସାଙ୍ଗରେ ଥିବେ ଯେତେବେଳେ ସବୁ ଭଲ ଥାଏ, କିନ୍ତୁ ବିପଦ ଆସିଲେ କେହି ଆଗକୁ ଆସନ୍ତିନି। ସେହି ସମୟରେ ନିଜେ ନିଜର ଭଗବାନ, ନିଜର ସାଥୀ, ନିଜର ଆଶ୍ରୟ। ଏକତ୍ୱକୁ ଭୟ କରିବାନି, ଏହାକୁ ନିଜର ଶକ୍ତିରେ ପରିଣତ କରିବା। ଜୀବନରେ ଏକା ବଞ୍ଚିବା ଦୁର୍ବଳତା ନୁହେଁ, ଏହା ହେଉଛି ଶକ୍ତି, ଏହା ହେଉଛି ସ୍ୱାଧୀନତା, ଏହା ହେଉଛି ନିଜେ ନିଜର ପରିଚୟ, ଏହା ହେଉଛି ନିଜକୁ ଗଢ଼ିବାର ସମୟ। ଯେତେବେଳେ ଅନ୍ଧାର ଘେରିବ, ସବୁ ପଥ ନିର୍ଜନ ହେବ, ସେହି ସମୟରେ ମନେ ରଖ, ତୁମ ସାଥୀ କେବଳ ନିଜର ସାହସ। ଲୋକେ ହସିବେ, କେହି ଆଲୋଚନା କରିବେ, କେହି ସାଥୀ ହେବାକୁ ଆସି ପରେ ଅଦୃଶ୍ୟ ହୋଇଯିବେ, କିନ୍ତୁ ଯିଏ ଏକା ଚାଲିବାକୁ ଶିଖିଗଲା, ସେହି ହିଁ ପୃଥିବୀକୁ ଜିତିବାର ସଫଳ ହେଲା। ଆଉ ଗୋଟେ କଥା ମନେ ରଖନ୍ତୁ, ଏକା ବଞ୍ଚିବାରେ ତୁମର ସାହସ, ଶକ୍ତି, ବିଶ୍ୱାସ ସବୁ ବିକଶିତ ହୁଏ। ଲୋକେ ଆସନ୍ତି ଯାଆନ୍ତି, କିନ୍ତୁ ନିଜର ବିଶ୍ୱାସ ସବୁବେଳେ ନିଜର ସଙ୍ଗରେ ରହିଥାଏ। ଏହା ହିଁ ଆମ ଜୀବନର ସବୁଠୁ ବଡ଼ ଶକ୍ତିଶାଳୀ ଅସ୍ତ୍ର। ଏହାକୁ ନେଇ ଆମେ ଆଗକୁ ବଢ଼ିବା, ଆମେ ପାରିବା, ଏହା ଆମର ଆତ୍ମବିଶ୍ୱାସ।